ଆଜି ଆମେ ଶୁଣିବା ସଂକ୍ଷିପ୍ତ ଶିବପୁରାଣର ପବିତ୍ର କଥା। ସଦାଚାର, ଶୌଚାଚାର, ସ୍ନାନ, ଭସ୍ମ ଧାରଣ, ସନ୍ଧ୍ୟା ବନ୍ଦନ, ପ୍ରଣବ ଜପ, ଗାୟତ୍ରୀ ଜପ, ଦାନ, ନ୍ୟାୟ ଉପାୟରେ ଧନ ଉପାର୍ଜନ ଏବଂ ଅଗ୍ନିହୋତ୍ରାଦିର ବିଧି ଓ ମହିମା। ଋଷିମାନେ କହିଲେ, ସୁତ ମହାଭାଗ, ଆପଣ ଆମକୁ ଆଗ ସଦାଚାର ବିଷୟରେ କୁହନ୍ତୁ, ଯଦ୍ୱାରା ବିଦ୍ୱାନ ପୁରୁଷ ପୁଣ୍ୟଲୋକ ଉପରେ ଆଧିପତ୍ୟ ଲାଭ କରେ। ସ୍ୱର୍ଗ ପ୍ରଦାୟକ ଧର୍ମମୟ ଆଚାର ଓ ନରକରେ ଯନ୍ତ୍ରଣା ପ୍ରଦାୟକ ଅଧର୍ମମୟ ଆଚାର ବିଷୟରେ ମଧ୍ୟ ବର୍ଣ୍ଣନା କରନ୍ତି। ସୁତ କହିଲେ, ସଦାଚାର ପାଳନ କରୁଥିବା ବିଦ୍ୱାନ ବ୍ରାହ୍ମଣ ହିଁ ପ୍ରକୃତରେ ବ୍ରାହ୍ମଣ ନାମ ଧାରଣ କରିବାର ଅଧିକାରୀ। ଯେ କେବଳ ବେଦୋକ୍ତ ଆଚାର ପାଳନ କରିଥାଏ ଓ ବେଦ ଅଭ୍ୟାସ କରିଥାଏ, ସେପରି ବ୍ରାହ୍ମଣଙ୍କର ବିପ୍ରସଂଜ୍ଞା ହୁଏ। ସଦାଚାର, ବେଦାଚାର ଓ ବିଦ୍ୟା ଏଥିମଧ୍ୟରୁ କୌଣସି ଗୋଟିଏ ଗୋଟିଏ ଗୁଣରେ ଯୁକ୍ତ ହୋଇଥିଲେ ତାକୁ ଦ୍ୱିଜ କହନ୍ତି। ଯାହାଠାରେ ସ୍ୱଳ୍ପ ମାତ୍ରାରେ ହିଁ ଆଚାର ପାଳନ ପରିଲକ୍ଷିତ ହୁଏ, ସେ ବେଦାଧ୍ୟୟନ ଖୁବ୍ କମ୍ କରିଥାଏ ଏବଂ ଯେ ରାଜାଙ୍କର ସେବକ, ତାକୁ କ୍ଷତ୍ରିୟ ବ୍ରାହ୍ମଣ କୁହାଯାଏ। ଯେଉଁ ବ୍ରାହ୍ମଣ କୃଷି ଓ ବାଣିଜ୍ୟ କରେ ଏବଂ କିଛି କିଛି ବ୍ରାହ୍ମଣୋଚିତ ଆଚାର ବି ପାଳନ କରେ, ସେ ହେଲା ବୈଶ୍ୟ ବ୍ରାହ୍ମଣ। ଯେଉଁ ବ୍ରାହ୍ମଣ ନିଜେ ଜମି ହଳ କରେ, ତାକୁ ଶୂଦ୍ର ବ୍ରାହ୍ମଣ କୁହାଯାଏ। ଯେ ଅନ୍ୟର ଦୋଷଦର୍ଶୀ ଓ ପରଦ୍ରୋହୀ, ତାକୁ ଚଣ୍ଡାଳ ଦ୍ୱିଜ କହନ୍ତି। ଏହିପରି କ୍ଷତ୍ରିୟମାନଙ୍କ ମଧ୍ୟରେ ବି ଯେ ପୃଥ୍ୱୀ ପାଳନ କରେ, ସେ ରାଜା ଅଟେ। ଅନ୍ୟମାନେ ରାଜତ୍ୱହୀନ କ୍ଷତ୍ରିୟ ବୋଲି ଧରାଯାଆନ୍ତି। ବୈଶ୍ୟମାନଙ୍କ ମଧ୍ୟରେ ବି ଯେ ଧନ୍ୟ ଆଦି ବସ୍ତୁର କ୍ରୟ ବିକ୍ରୟ କରେ, ସେ ବୈଶ୍ୟ ପଦବାଚ୍ୟ। ଅନ୍ୟମାନଙ୍କୁ ବଣିକ କୁହାଯାଏ। ଯେ ବ୍ରାହ୍ମଣ କ୍ଷତ୍ରିୟ ଓ ବୈଶ୍ୟଙ୍କ ସେବାରେ ରତ ରହେ, ସେ ହିଁ ବାସ୍ତବରେ ଶୂଦ୍ର ପଦବାଚ୍ୟ। ଯେ ବ୍ରାହ୍ମଣ କ୍ଷତ୍ରିୟ ଓ ବୈଶ୍ୟଙ୍କ ସେବାରେ ରତ ରହେ, ସେ ହିଁ ବାସ୍ତବରେ ଶୂଦ୍ର ପଦବାଚ୍ୟ। ଯେଉଁ ଶୂଦ୍ର ହଳ କରେ, ତାହାକୁ ବୃଷଳ ବୋଲି ବୁଝିବା ଉଚିତ। ସେବା, ଶିଳ୍ପ ଓ କର୍ଷଣ ଛଡ଼ା ଅନ୍ୟ ବୃତ୍ତିରେ ଆଶ୍ରୟ ନେଇଥିବା ଶୂଦ୍ର ଦସ୍ୟୁ ପଦବାଚ୍ୟ। ଏ ସମସ୍ତ ବର୍ଣ୍ଣର ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରୁ ଉଠି ପୂର୍ବାଭିମୁଖେ ହୋଇ ସର୍ବପ୍ରଥମେ ଦେବଗଣଙ୍କୁ, ଧର୍ମକୁ, ଅର୍ଥକୁ ଓ ଅର୍ଥପ୍ରାପ୍ତି ନିମନ୍ତେ ସହିବାକୁ ପଡ଼ୁଥିବା କ୍ଲେଶକୁ ଏବଂ ଆୟ ଓ ବ୍ୟୟ ମଧ୍ୟ ଚିନ୍ତା କରିବା ଉଚିତ। ରାତିର ଅନ୍ତିମ ପ୍ରହରକୁ ଉଷାକାଳ ଧରାଯାଇଛି। ସେହି ଅନ୍ତିମ ପ୍ରହରର ମଧ୍ୟଭାଗକୁ ସନ୍ଧିକାଳ କହନ୍ତି। ଉକ୍ତ ସନ୍ଧିକାଳରେ ଦ୍ୱିଜମାନେ ମଳମୂତ୍ର ତ୍ୟାଗ କରିବା ଉଚିତ। ଘରଠାରୁ ଦୂରକୁ ଯାଇ ଉପରୁ ଶରୀରକୁ ଢାଙ୍କି ରଖି ଦିନରେ ଉତ୍ତରାଭିମୁଖୀ ହୋଇ ବସି ମଳମୂତ୍ର ତ୍ୟାଗ କରିବା ଉଚିତ। ଯଦି ଉତ୍ତରାଭିମୁଖୀ ହୋଇ ବସିବାରେ କିଛି ଅସୁବିଧା ଥିବ, ତେବେ ଅନ୍ୟ ଦିଗକୁ ମୁଖ କରି ବସିବେ। ଜଳ, ଅଗ୍ନି, ବ୍ରାହ୍ମଣ ଆଦି ତଥା ଦେବତାଙ୍କ ସମ୍ମୁଖରେ ବସିବେ ନାହିଁ। ମଳତ୍ୟାଗ କରି ଉଠିବା ପରେ ଆଉ ସେହି ମଳକୁ ଚାହିଁବେ ନାହିଁ। ତାପରେ ଜଳାଶୟରୁ ଅଣାଯାଇଥିବା ପାଣିରେ ମଳଦ୍ୱାର ଧୋଇବେ ଅଥବା ଦେବତା ଓ ପିତୃପୁରୁଷ ଓ ଋଷିଙ୍କ ତୀର୍ଥରେ ନ ଓହ୍ଲାଇ ବାହାରୁ ଯେଉଁ ଜଳ ମିଳୁଥାଏ, ସେହି ଜଳରେ ପବିତ୍ର ହେବେ। ଲିଙ୍ଗରେ କାଙ୍କଡ଼ ଫଳ ପରିମାଣର ମାଟି ଲଗାଇ ଧୋଇବେ। ମାତ୍ର ମଳଦ୍ୱାରରେ ଲଗାଇବା ପାଇଁ ପୋଷେ ମାଟି ଆବଶ୍ୟକ ହୋଇଥାଏ। ଲିଙ୍ଗ ଓ ମଳଦ୍ୱାର ଶୁଦ୍ଧି ପରେ ସେଠାରୁ ଉଠି ଅନ୍ୟତ୍ର ଯିବେ ଏବଂ ହାତ ଗୋଡ଼ ଧୋଇ 8 ଥର କୁଳି କରିବେ। କୌଣସି ବୃକ୍ଷର ପତ୍ରରେ ଅଥବା ତାହାର କାଠିରେ ଜଳାଶୟ ବାହାରେ ଦାନ୍ତ ଘଷିବେ। ସେତେବେଳେ ତର୍ଜନୀ ଆଙ୍ଗୁଳି ପ୍ରୟୋଗ କରିବେ ନାହିଁ। ଏହା ହେଲା ଦାନ୍ତ ଶୁଦ୍ଧିର ବିଧାନ। ତାପରେ ଜଳ ସମ୍ବନ୍ଧିତ ଦେବତାମାନଙ୍କୁ ନମସ୍କାର କରି ମନ୍ତ୍ରପାଠ ପୂର୍ବକ ଜଳାଶୟରେ ସ୍ନାନ କରିବେ। ଯଦି ବେକେ ବା ଆଣ୍ଠିଏ ପାଣିରେ ଛିଡ଼ା ହେବାର ସାମର୍ଥ୍ୟ ନଥାଏ, ତେବେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ନିଜ ଉପରେ ଜଳ ସିଞ୍ଚି ମନ୍ତ୍ରୋଚ୍ଚାରଣ ପୂର୍ବକ ସ୍ନାନ କାର୍ଯ୍ୟ ସମ୍ପନ୍ନ କରିବା ଉଚିତ। ବିଦ୍ୱାନ ଲୋକେ ସେଠାରେ ତୀର୍ଥ ଜଳରେ ଦେବତା ଆଦିଙ୍କ ସ୍ନାନାଙ୍ଗ ତର୍ପଣ ମଧ୍ୟ କରିବା ଉଚିତ। ଏହାପରେ ଧୌତ ବସ୍ତ୍ରକୁ 5 କଛା କରି ପିନ୍ଧିବେ ଏବଂ କୌଣସି ଉତ୍ତରୀୟ ମଧ୍ୟ ଧାରଣ କରିବେ, କାରଣ ସନ୍ଧ୍ୟା ବନ୍ଦନ ଆଦି କର୍ମରେ ଉତ୍ତରୀୟର ଉପଯୋଗିତା ରହିଛି। ନଦୀ ଆଦି ତୀର୍ଥରେ ସ୍ନାନ କଲା ପରେ ପାଲଟା ବସ୍ତ୍ରକୁ ସେଠାରେ ଧୋଇବେ ନାହିଁ। ସ୍ନାନ ପରେ ବିଦ୍ୱାନ ଲୋକେ ଓଦା ବସ୍ତ୍ରକୁ ପୋଖରୀ, କୂଅ ଅଥବା ନିକଟସ୍ଥ ଘରକୁ ନେଇଯାଇ ସେଠାରେ କାଠ ବା ପଥର ଉପରେ ଜଳରେ ବା ସ୍ଥଳଭାଗରେ ଭଲ ଭାବରେ ଧୋଇ ଚିପୁଡ଼ି ଦେବେ। ଦ୍ୱିଜବୃନ୍ଦ, ବସ୍ତ୍ରକୁ ଚିପୁଡ଼ିବା ବେଳେ ଯେଉଁ ପାଣି ଗଳେ, ତାହା ଏକ ଶ୍ରେଣୀର ପିତୃଙ୍କୁ ତୃପ୍ତି ପ୍ରଦାନ କରିଥାଏ। ଏହାପରେ ଜାବାଳୀ ଉପନିଷଦରେ କୁହାଯାଇଥିବା ଅଗ୍ନିରୀତି ମନ୍ତ୍ର ପଢ଼ି ଭସ୍ମ ନେଇ ତ୍ରିପୁଣ୍ଡି ଲଗାଇବେ। ଏହି ବିଧି ପାଳନ ନ କଲେ ଯଦି ଏହା ପୂର୍ବରୁ ଜଳରେ ଭସ୍ମ ପଡ଼ିଯାଏ, ତେବେ ତାହା ପକାଇଥିବା ବ୍ୟକ୍ତି ନରକକୁ ଯାଏ। ଆପୋହିଷ୍ଠା ଇତ୍ୟାଦି ମନ୍ତ୍ର ପଢ଼ି ପାପ ଶାନ୍ତି ପାଇଁ ମସ୍ତକ ଉପରେ ଜଳ ଛିଞ୍ଚିବେ ତଥା ଯସ୍ୟ କ୍ଷୟାୟ ମନ୍ତ୍ର ପଢ଼ି ପାଦ ଉପରେ ଜଳ ପକାଇବେ। ଏହାକୁ ସନ୍ଧି ପ୍ରୋକ୍ଷଣ କହନ୍ତି। ଆପୋହିଷ୍ଠା ଇତ୍ୟାଦି ମନ୍ତ୍ରରେ 3ଟି ଋଚା ଅଛି ଏବଂ ପ୍ରତ୍ୟେକ ଋଚାରେ ଗାୟତ୍ରୀ ଛନ୍ଦରେ 3ଟି ଲେଖାଏଁ ଚରଣ ଅଛି।
ଏଥିମଧ୍ୟରୁ ପ୍ରଥମ ଚାରୋଟି 3ଟି ଚରଣକୁ ପଡ଼ି କ୍ରମଶଃ ପାଦ, ମସ୍ତକ ଓ ହୃଦୟରେ ଜଳ ଛିଞ୍ଚିବେ। ଦ୍ୱିତୀୟ ଋଚାର 3ଟି ଚରଣକୁ ପଡ଼ି କ୍ରମଶଃ ମସ୍ତକ, ହୃଦୟ ଓ ପାଦର ଜଳ ଛିଞ୍ଚିବେ ଏବଂ ତୃତୀୟ ଋଚାରେ 3ଟି ଚରଣକୁ ପଡ଼ି କ୍ରମଶଃ ହୃଦୟ, ପାଦ ଓ ମସ୍ତକକୁ ଜଳରେ ପ୍ରୋକ୍ଷଣ କରିବେ। ଏହାକୁ ବିଦ୍ୱାନ ପୁରୁଷ ମନ୍ତ୍ର ସ୍ନାନ କହନ୍ତି। କୌଣସି ଅପବିତ୍ର ବସ୍ତୁର ସ୍ପର୍ଶ ହୋଇଗଲେ, ଦେହ ଭଲ ନଥିଲେ, ରାଜା ଓ ରାଷ୍ଟ୍ର ଉପରେ ଭୟ ଉପସ୍ଥିତ ହୋଇଥିଲେ ତଥା ଯାତ୍ରା କାଳରେ ଜଳର ଅଭାବ ଥିଲେ ଏପରି ବିବେଶତା ସ୍ଥିତିରେ ମନ୍ତ୍ର ସ୍ନାନ କରିବା ଉଚିତ। ପ୍ରାତଃକାଳରେ ସୂର୍ଯ୍ୟଶ୍ଚ ମା ମନୁଷ୍ୟ ଇତ୍ୟାଦି ସୂର୍ଯ୍ୟାନୁବାକ ପଢ଼ି ଏବଂ ସାୟଂକାଳରେ ଅଗ୍ନିଶ୍ଚ ମା ମନୁଷ୍ୟ ଇତ୍ୟାଦି ଅଗ୍ନି ସମ୍ବନ୍ଧିତ ଅନୁବାକ ପଢ଼ି ଜଳରେ ଆବମାନ କରି ତାପରେ ଜଳରେ ନିଜ ଅଙ୍ଗମାନଙ୍କୁ ପ୍ରୋକ୍ଷଣ କରିବେ। ମଧ୍ୟାହ୍ନ କାଳରେ ମଧ୍ୟ ଆପ ପୁନନ୍ତୁ ମନ୍ତ୍ରରେ ଆଚମନ କରି ପୂର୍ବବତ୍ ପ୍ରୋକ୍ଷଣ ବା ମାର୍ଜନ କରିବା ଉଚିତ। ପ୍ରାତଃକାଳୀନ ସନ୍ଧ୍ୟା ଉପାସନରେ ଗାୟତ୍ରୀ ମନ୍ତ୍ର ଜପ ହାତ ଉପରକୁ ଉଠାଇ 3 ଥର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ବିଧେୟ। ବ୍ରାହ୍ମଣଗଣ ମଧ୍ୟାହ୍ନ କାଳରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପୂର୍ବକ ସୂର୍ଯ୍ୟଙ୍କୁ ଥରେ ମାତ୍ର ଅର୍ଘ୍ୟ ଦେବା ଉଚିତ। ସାୟଂକାଳରେ ପଶ୍ଚିମମୁଖ ହୋଇ ବସି ଭୂମି ଉପରେ ହିଁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ। ପ୍ରାତଃକାଳ ଓ ମଧ୍ୟାହ୍ନରେ ଅଞ୍ଜଳିରେ ଅର୍ଘ୍ୟ ଦେଇ ଅଙ୍ଗୁଠି ଆଡ଼କୁ ଗଡ଼ାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଆବଶ୍ୟକ। ଅଙ୍ଗୁଳିମାନଙ୍କ ଛିଦ୍ର ଦେଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖିବେ ଏବଂ ତାଙ୍କ ପାଇଁ ସ୍ୱୟଂ ଆତ୍ମପ୍ରଦକ୍ଷିଣା କରି ଶୁଦ୍ଧ ଆଚମନ କରିବେ। ସାୟଂକାଳରେ ସୂର୍ଯ୍ୟାସ୍ତର 2 ଘଟି ପୂର୍ବରୁ କରାଯାଇଥିବା ସନ୍ଧ୍ୟା ନିଷ୍ଫଳ ହୋଇଥାଏ, କାରଣ ତାହା ସାୟଂ ସନ୍ଧ୍ୟାର ସମୟ ନୁହେଁ। ଶାସ୍ତ୍ରରେ ଆଜ୍ଞା ଯେ ଉପଯୁକ୍ତ ସମୟରେ ହିଁ ସନ୍ଧ୍ୟା କରିବା ଉଚିତ। ଯଦି ସନ୍ଧ୍ୟା ଉପାସନା ବିନା ପୁରା ଦିନଟି ବିତିଗଲା, ତେବେ ପ୍ରତ୍ୟେକ ସମୟ ପାଇଁ କ୍ରମାନୁସାରେ ପ୍ରାୟଶ୍ଚିତ କରିବା ଉଚିତ। ଯଦି ଗୋଟିଏ ଦିନ ବିତିଥାଏ, ତେବେ ପ୍ରତ୍ୟେକ ସନ୍ଧ୍ୟାକାଳ ପାଇଁ ନିତ୍ୟ ନିୟମ ଅତିରିକ୍ତ ଆହୁତି 100 ଥର ଗାୟତ୍ରୀ ଜପିବା ଉଚିତ। ଯଦି ଗୋଟିଏ ଦିନ ବିତିଥାଏ, ତେବେ ପ୍ରତ୍ୟେକ ସନ୍ଧ୍ୟାକାଳ ପାଇଁ ନିତ୍ୟ ନିୟମ ଅତିରିକ୍ତ ଆହୁରି 100 ଥର ଗାୟତ୍ରୀ ଜପିବା ଉଚିତ। ଯଦି 10 ଦିଗରୁ ଅଧିକ ନିତ୍ୟକର୍ମ ଲୁପ୍ତ ହୋଇଯାଏ, ତେବେ ପ୍ରାୟଶ୍ଚିତ ରୂପେ 1,00,000 ଗାୟତ୍ରୀ ଜପ କରିବା ଉଚିତ। ଯଦି ମାସେ ନିତ୍ୟକର୍ମ ନ କରାଯାଇଥାଏ, ତେବେ ପୁନଃ ଆପଣା ଉପନୟନ ସଂସ୍କାର କରାଯିବା ଉଚିତ। ଅର୍ଥସିଦ୍ଧି ନିମନ୍ତେ ଈଶ, ଗୌରୀ, କାର୍ତ୍ତିକେୟ, ବିଷ୍ଣୁ, ବ୍ରହ୍ମା, ଚନ୍ଦ୍ର ଓ ଯମଙ୍କୁ ତଥା ଅନ୍ୟାନ୍ୟ ଦେବତାଙ୍କୁ ମଧ୍ୟ ଶୁଦ୍ଧ ଜଳରେ ତର୍ପଣ କରିବେ। ତାପରେ ତର୍ପଣ କର୍ମକୁ ବ୍ରହ୍ମର୍ପଣ କରି ଶୁଦ୍ଧ ଆଚମନ କରିବେ। ତୀର୍ଥର ଦକ୍ଷିଣ ଦିଗସ୍ଥ ପ୍ରଶସ୍ତ ମଠରେ, ମନ୍ତ୍ରାଳୟରେ, ଦେବାଳୟରେ, ଘରେ ଅଥବା ଅନ୍ୟ କୌଣସି ନିୟତ ସ୍ଥାନରେ ବିଦ୍ୱାନ ବ୍ୟକ୍ତି ସ୍ଥିର ଭାବରେ ଆସନରେ ବସି ବୁଦ୍ଧିକୁ ସ୍ଥିର କରି ଏବଂ ସମସ୍ତ ଦେବତାଙ୍କୁ ପ୍ରଣାମ କରି ପ୍ରଥମ ପ୍ରଣବ ଜପିବେ ଏବଂ ପରେ ଗାୟତ୍ରୀ ମନ୍ତ୍ର ଆବୃତ୍ତି କରିବେ। ପ୍ରଣବର ଅ, ଉ, ମ ଏହି 3 ଅକ୍ଷରକୁ ଜୀବ ଓ ବ୍ରହ୍ମର ଏକତା ପ୍ରତିପାଦନ ହୋଇଥାଏ। ଏହି କଥାକୁ ବୁଝି ପ୍ରଣବ ଓମ୍ ଜପ କରିବା ଉଚିତ। ଜପ କାଳରେ ଏହି ଭାବନା କରିବା ଉଚିତ ଯେ ଆମେ ତ୍ରିଲୋକର ସୃଜନକାରୀ ବ୍ରହ୍ମା, ପାଳନକାରୀ ବିଷ୍ଣୁ ଓ ସଂହାରକାରୀ ରୁଦ୍ରଙ୍କର, ଯେ କି ସ୍ୱୟଂ ପ୍ରକାଶ ଓ ଚିନ୍ମୟ, ତାଙ୍କରି ଉପାସନା କରୁଛୁ। ଏହି ବ୍ରହ୍ମସ୍ୱରୂପ ଓଁକାର ଆମର କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟଙ୍କର ବୃତ୍ତିମାନଙ୍କୁ, ମନରେ ବୃତ୍ତିମାନଙ୍କୁ ଓ ବୁଦ୍ଧିରେ ବୃତ୍ତିମାନଙ୍କୁ ସଦା ଭୋଗ ଓ ମୋକ୍ଷ ପ୍ରଦାନକାରୀ ଧର୍ମ ଓ ଜ୍ଞାନ ଆଡ଼କୁ ପ୍ରେରିତ କରୁ। ଏହି ବ୍ରହ୍ମସ୍ୱରୂପ ଓଁକାର ଆମର କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟଙ୍କର ବୃତ୍ତିମାନଙ୍କୁ, ମନରେ ବୃତ୍ତିମାନଙ୍କୁ ଓ ବୁଦ୍ଧିରେ ବୃତ୍ତିମାନଙ୍କୁ ସଦା ଭୋଗ ଓ ମୋକ୍ଷ ପ୍ରଦାନକାରୀ ଧର୍ମ ଓ ଜ୍ଞାନ ଆଡ଼କୁ ପ୍ରେରିତ କରୁ। ପ୍ରଣବର ଏହି ଅର୍ଥକୁ ବୁଦ୍ଧି ଦ୍ୱାରା ଚିନ୍ତନ କରି କରି ଜପୁଥିବା ବ୍ୟକ୍ତି ନିଶ୍ଚିତ ରୂପେ ବ୍ରହ୍ମଙ୍କୁ ପ୍ରାପ୍ତ ହୋଇଥାଏ। ଅର୍ଥାନୁସନ୍ଧାନ ବିନା ମଧ୍ୟ ପ୍ରଣବ ଜପ କରିବା ଉଚିତ। ଏହାଦ୍ୱାରା ବ୍ରାହ୍ମଣତ୍ୱର ପୂର୍ଣ୍ଣତା ହୋଇଥାଏ। ବ୍ରାହ୍ମଣତ୍ୱର ପୂର୍ଣ୍ଣତା ପାଇଁ ଶ୍ରେଷ୍ଠ ବ୍ରାହ୍ମଣ ପକ୍ଷେ ପ୍ରତିଦିନ ପ୍ରାତଃକାଳରେ 1000 ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ। ମଧ୍ୟାହ୍ନ କାଳରେ 100 ଥର ଓ ସାୟଂକାଳରେ 28 ଥର ଜପିବାର ବିଧି ରହିଛି। ବ୍ରାହ୍ମଣତ୍ୱର ପୂର୍ଣ୍ଣତା ପାଇଁ ଶ୍ରେଷ୍ଠ ବ୍ରାହ୍ମଣ ପକ୍ଷେ ପ୍ରତିଦିନ ପ୍ରାତଃକାଳରେ 1000 ଥର ଗାୟତ୍ରୀ ମନ୍ତ୍ର ଜପିବା ଉଚିତ। ମଧ୍ୟାହ୍ନ କାଳରେ 100 ଥର ଓ ସାୟଂକାଳରେ 28 ଥର ଜପିବାର ବିଧି ରହିଛି। ଅନ୍ୟ ବର୍ଣ୍ଣର ଲୋକେ ଅର୍ଥାତ୍ କ୍ଷତ୍ରିୟ, ବୈଶ୍ୟ ତ୍ରିସନ୍ଧ୍ୟାରେ ଯଥାଶକ୍ତି ଗାୟତ୍ରୀ ଜପିବା ଉଚିତ। ଶରୀର ଭିତରେ ମୂଳାଧାର,
ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ଆଜ୍ଞା ଓ ସହସ୍ରାର ଏପରି 6ଟି ଚକ୍ର ରହିଛି। ଏହି 6ଟି ସ୍ଥାନରେ ଯଥାକ୍ରମେ ବିଦ୍ୟେଶ୍ୱର, ବ୍ରହ୍ମା, ବିଷ୍ଣୁ, ଈଶ, ଜୀବାତ୍ମା ଓ ପରମେଶ୍ୱର ସ୍ଥିତ ଅଟନ୍ତି। ଏହି ସମସ୍ତଙ୍କଠାରେ ବ୍ରହ୍ମବୁଦ୍ଧି କରି ଏମାନଙ୍କୁ ଅଭିନ୍ନ ବୋଲି ଭାବିବେ ଏବଂ ସେହି ବ୍ରହ୍ମ ହିଁ ମୁଁ। ଏପରି ଭାବନା କରି ପ୍ରତ୍ୟେକ ଶ୍ୱାସରେ ସୋହମ୍ ଜପିବେ। ଉପରୋକ୍ତ ବିଦ୍ୟେଶ୍ୱର ପ୍ରଭୃତିଙ୍କୁ ବ୍ରହ୍ମରନ୍ଧ୍ର ଆଦିରେ ତଥା ଶରୀର ବାହାରେ ମଧ୍ୟ ଭାବନା କରିବେ। ପ୍ରକୃତିର ବିକାରଭୂତ ମହତ ତତ୍ତ୍ୱଠାରୁ ଆରମ୍ଭ କରି ପଞ୍ଚଭୂତ ପର୍ଯ୍ୟନ୍ତ ସମସ୍ତ ତତ୍ତ୍ୱରେ ନିର୍ମିତ ଏହି ଯେଉଁ ଶରୀର ଅଛି, ଏପରି ସହସ୍ର ଶରୀରକୁ ଗୋଟାଏ ଲେଖାଏଁ ଅଜପା ଗାୟତ୍ରୀ ଜପରେ ଗୋଟି ଗୋଟି କରି ଅତିକ୍ରମରେ କରି ଜୀବକୁ ଧୀରେ ଧୀରେ ପରମାତ୍ମା ସଙ୍ଗେ ଯୁକ୍ତ କରିବେ। ଏହା ହେଲା ଜପର ତତ୍ତ୍ୱ। 100 ଅଥବା 28 ମନ୍ତ୍ର ଜପରେ ସେତିକି ସଂଖ୍ୟକ ଶରୀରକୁ ଅତିକ୍ରମଣ କରାଯାଇଥାଏ। ଏହି ରୂପେ ଯେଉଁ ଜପ କରାଯାଏ ତାହାକୁ ଅତିକ୍ରମରେ ବାସ୍ତବିକ ଜପ ବୋଲି ବୁଝିବା ଉଚିତ। 100 କରାଯାଇଥିବା ଜପ ବ୍ରହ୍ମଲୋକ ପ୍ରଦାନ କରିଥାଏ। 100 କରାଯାଇଥିବା ଜପ ଇନ୍ଦ୍ରପଦ ପ୍ରାପ୍ତି କରାଇଥାଏ। ବ୍ରାହ୍ମଣେତର ବ୍ୟକ୍ତି ଆତ୍ମରକ୍ଷା ନିମନ୍ତେ ଯେଉଁ ସ୍ୱଳ୍ପ ମାତ୍ରାରେ ଜପ କରେ ତଦ୍ୱାରା ସେ ବ୍ରାହ୍ମଣ କୂଳରେ ଜନ୍ମ ନିଏ। ପ୍ରତିଦିନ ସୂର୍ଯ୍ୟୋପାସନା କରି ଉପଯୁକ୍ତ ରୂପରେ ଜପ ଅନୁଷ୍ଠାନ କରିବା ଉଚିତ। 12 ଥର ଗାୟତ୍ରୀ ଜପିଥିବା ମନୁଷ୍ୟ ପୂର୍ଣ୍ଣ ରୂପେ ବ୍ରାହ୍ମଣ ପଦବାଚ୍ୟ। ଯେଉଁ ବ୍ରାହ୍ମଣ 1 ଲକ୍ଷ ଗାୟତ୍ରୀ ବି ଜପ କରି ନଥାଏ ତାକୁ ବୈଦିକ କାର୍ଯ୍ୟରେ ଲଗାଇବା ଉଚିତ ନୁହେଁ। ପର୍ଯ୍ୟନ୍ତ ନିୟମ ପାଳନ ପୂର୍ବକ କାର୍ଯ୍ୟ କରିବା ଉଚିତ। ଏହାପରେ ଗୃହତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବା ଉଚିତ। ପରିବ୍ରାଜକ ବା ସନ୍ନ୍ୟାସୀ ନିତ୍ୟ ପ୍ରାତଃ କାଳରେ 12,000 ପ୍ରଣବ ଜପ କରିବା ଉଚିତ। ଦିନେ ବି ଯଦି ଏହି ନିୟମ ଉଲ୍ଲଂଘନ ହୋଇଯାଏ ତେବେ ପରଦିନ ଆହୁରି ସେତିକି ମନ୍ତ୍ର ଅଧିକ ଜପିବା ଉଚିତ ଏବଂ ସଦା ଏହି ପ୍ରକାର ଜପକୁ ଚାଲୁ ରଖିବାର ପ୍ରଯତ୍ନ କରିବା ଉଚିତ। ଯଦି କ୍ରମଶଃ ମାସେ ଉଲ୍ଲଂଘନ ହୋଇଗଲା ତେବେ 1.5 ଲକ୍ଷ ଜପ କରି ତାହାର ପ୍ରାୟଶ୍ଚିତ କରିବା ଉଚିତ। ଏହାଠାରୁ ଅଧିକ କାଳ ନିୟମର ଉଲ୍ଲଂଘନ ହେଲେ ପୁନଃ ଆରମ୍ଭରୁ ଗୁରୁଙ୍କଠାରୁ ନିୟମ ଗ୍ରହଣ କରିବା ବିଧେୟ। ଏପରି କଲେ ଦୋଷ ଶାନ୍ତି ହୁଏ, ଅନ୍ୟଥା ସେ ଗୌରବ ନରକରେ ପଡ଼େ। ସକାମ ଭାବନାଯୁକ୍ତ ଗୃହସ୍ଥ ବ୍ରାହ୍ମଣ ପକ୍ଷେ ଧର୍ମ ଓ ଅର୍ଥ ପାଇଁ ଯତ୍ନ କରିବା ଆବଶ୍ୟକ। ମୁମୁକ୍ଷୁ ବ୍ରାହ୍ମଣ ତ ସର୍ବଦା ଜ୍ଞାନ ହିଁ ଅଭ୍ୟାସ କରିବା ଉଚିତ। ଧର୍ମ ଦ୍ୱାରା ହିଁ ଅର୍ଥ ପ୍ରାପ୍ତ ହୋଇଥାଏ ଏବଂ ଅର୍ଥ ଦ୍ୱାରା ହିଁ ଭୋଗ ସୁଲଭ ହୋଇଥାଏ। ତାପରେ ସେହି ଭୋଗ ଦ୍ୱାରା ହିଁ ବୈରାଗ୍ୟ ହେବାର ସମ୍ଭାବନା ଥାଏ। ଧର୍ମପୂର୍ବକ ଉପାର୍ଜିତ ଧନ ଦ୍ୱାରା ଯେଉଁ ଭୋଗ ପ୍ରାପ୍ତ ହୋଇଥାଏ ସେଥିରୁ ଦିନେ ନା ଦିନେ ବୈରାଗ୍ୟ ଆରମ୍ଭ ଉଦୟ ହୋଇଥାଏ। ଅପରପକ୍ଷେ ଅଧର୍ମ ମାର୍ଗରେ ଉପାର୍ଜିତ ଧନ ଦ୍ୱାରା ଯେଉଁ ଭୋଗ ପ୍ରାପ୍ତ ହୁଏ ତଦ୍ୱାରା ଭୋଗମାନଙ୍କ ପ୍ରତି ଆସକ୍ତି ଉତ୍ପନ୍ନ ହୋଇଥାଏ। ମନୁଷ୍ୟ ଧର୍ମରୁ ଧନ ପାଇଥାଏ, ତପସ୍ୟା ଦ୍ୱାରା ତାକୁ ଦିବ୍ୟ ରୂପ ପ୍ରାପ୍ତ ହୋଇଥାଏ। କାମନା ତ୍ୟାଗ କରିଥିବା ବ୍ୟକ୍ତିର ଅନ୍ତଃକରଣ ଶୁଦ୍ଧ ହୋଇଥାଏ ଏବଂ ଅନ୍ତଃକରଣ ଶୁଦ୍ଧ ହେଲେ ହିଁ ନିଃସନ୍ଦେହରେ ଜ୍ଞାନ ଉଦିତ ହୋଇଥାଏ। ସତ୍ୟଯୁଗ ଇତ୍ୟାଦିରେ ତପକୁ ହିଁ ଅଧିକ ପ୍ରଶସ୍ତ ବୋଲି କୁହାଯାଇଛି, କିନ୍ତୁ କଳିଯୁଗରେ ଦ୍ରବ୍ୟସାଧ୍ୟ ଧର୍ମ ପ୍ରଶଂସନୀୟ ହୋଇଥାଏ। ସତ୍ୟଯୁଗରେ ଧ୍ୟାନ କଲେ, ତ୍ରେତୟାରେ ତପସ୍ୟା କଲେ ଓ ଦ୍ୱାପରରେ ଯଜ୍ଞ କଲେ ଜ୍ଞାନ ସିଦ୍ଧି ହୁଏ, କିନ୍ତୁ କଳିଯୁଗରେ ପ୍ରତିମା ପୂଜାରେ ଜ୍ଞାନ ଲାଭ ହୋଇଥାଏ। ଅଧର୍ମ ହିଂସା ରୂପ ଅଟେ ଏବଂ ଧର୍ମ ସୁଖ ରୂପ ଅଟେ। ଅଧର୍ମରୁ ମନୁଷ୍ୟ ଦୁଃଖ ପାଏ ଏବଂ ଧର୍ମରୁ ସେ ସୁଖ ଓ ଅଭ୍ୟୁଦୟର ଭାଗୀ ହୁଏ। ଦୁରାଚାରରୁ ଦୁଃଖ ପାଏ ଏବଂ ସଦାଚାରରୁ ସୁଖ ପାଏ। ତେଣୁ ଭୋଗ ଓ ମୋକ୍ଷର ସିଦ୍ଧି ନିମନ୍ତେ ଧର୍ମ ଅର୍ଜନ କରିବା ଉଚିତ। ଯେଉଁ କୁଟୁମ୍ବୀ ବ୍ରାହ୍ମଣର ଘରେ ଅତି କମରେ 4 ଜଣ ଲୋକ ଅଛନ୍ତି ତାଙ୍କୁ ଯେ 100 ବର୍ଷ ପର୍ଯ୍ୟନ୍ତ ଜୀବିକା ପ୍ରଦାନ କରେ ତା ପାଇଁ ସେହି ଦାନ ବ୍ରହ୍ମଲୋକ ପ୍ରଦାୟକ ହୋଇଥାଏ। 1000 ଚାନ୍ଦ୍ରାୟଣ ବ୍ରତ ଅନୁଷ୍ଠାନ କଲେ ତାହା ବ୍ରହ୍ମଲୋକ ପ୍ରଦାୟକ ହୋଇଥାଏ। ଯେଉଁ କ୍ଷତ୍ରିୟ 1000 କୁଟୁମ୍ବକୁ ଜୀବିକା ଓ ଆବାସ ଦେଇଥାଏ ତାହାର ସେହି କର୍ମ ଇନ୍ଦ୍ରଲୋକ ପ୍ରଦାୟକ ହୁଏ। 10,000 କୁଟୁମ୍ବକୁ ଆଶ୍ରୟ ଦେଲେ ତାହା ବ୍ରହ୍ମଲୋକ ପ୍ରଦାନ କରାଏ। ଦାତା ଯେଉଁ ଦେବତାଙ୍କୁ ସମ୍ମୁଖରେ ରଖି ଦାନ କରେ ଅର୍ଥାତ୍ ଦାନ ଦ୍ୱାରା ଯେଉଁ ଦେବତାଙ୍କୁ ପ୍ରସନ୍ନ କରିବାକୁ ଚାହେଁ ସେହି ଦେବତାଙ୍କ ଲୋକ ତାକୁ ପ୍ରାପ୍ତ ହୁଏ। ଏକଥା ବେଦବେକ୍ତା ଲୋକ ଭଲ ଭାବରେ ଜାଣନ୍ତି। ଧନହୀନ ବ୍ୟକ୍ତି ସଦା ତପସ୍ୟା ହିଁ ଉପାର୍ଜନ କରିବା ଉଚିତ, କାରଣ ତପସ୍ୟା ଓ ତୀର୍ଥସେବକ ଦ୍ୱାରା ମନୁଷ୍ୟ ଅକ୍ଷୟ ସୁଖ ଉପଭୋଗ କରେ। ଏବେ ମୁଁ ନ୍ୟାୟ ଉପାୟରେ ଧନ ଉପାର୍ଜନର ବିଧି କହୁଛି। ବ୍ରାହ୍ମଣ ପକ୍ଷେ ସଦା ସାବଧାନ ହୋଇ ବିଶୁଦ୍ଧ ପ୍ରୀତଗ୍ରହ ଓ ଯାଜନ ଇତ୍ୟାଦି ଦ୍ୱାରା ଧନ ଉପାର୍ଜନ କରିବା ଉଚିତ। ସେ ଏଥି ନିମନ୍ତେ ଦୈନ୍ୟର ଆଶ୍ରୟ ନେବା ଉଚିତ ନୁହେଁ କି ଅତ୍ୟନ୍ତ କ୍ଲେଶଦାୟକ କର୍ମ ମଧ୍ୟ କରିବା ଉଚିତ ନୁହେଁ। କ୍ଷତ୍ରିୟ ବାହୁବଳରେ ଏବଂ ବୈଶ୍ୟ କୃଷି ଓ ଗୋରାକ୍ଷ ଦ୍ୱାରା ଧନ ଉପାର୍ଜନ କରିବା ଉଚିତ।
ନ୍ୟାୟୋଚିତ ମାର୍ଗରେ ଉପାର୍ଜିତ ଧନ ଦାନ କଲେ ତାହାର ଜ୍ଞାନ ସିଦ୍ଧି ହୁଏ। ଜ୍ଞାନ ସିଦ୍ଧି ଦ୍ୱାରା ଗୁରୁକୃପା ବା ମୋକ୍ଷ ସିଦ୍ଧି ସୁଲଭ ହୁଏ। ମୋକ୍ଷ ଦ୍ୱାରା ସ୍ୱରୂପର ସିଦ୍ଧି ହୁଏ, ଯଦ୍ୱାରା ମୁକ୍ତ ପୁରୁଷ ପରମାନନ୍ଦ ଅନୁଭବ କରେ। ଗୃହସ୍ଥ ପୁରୁଷ ଧନ ଧାନ୍ୟ ଆଦି ସବୁ ପ୍ରକାର ବସ୍ତୁ ଦାନ କରିବା ଉଚିତ। ସେ ତୃଷା ନିବୃତ୍ତି ନିମନ୍ତେ ଜଳ ଓ କ୍ଷୁଧାରୂପୀ ରୋଗର ଶାନ୍ତି ନିମନ୍ତେ ଅନ୍ନ ଦାନ କରିବା ଉଚିତ। ଜମି, ଧାନ, କଞ୍ଚା ଚାଉଳ ତଥା ଭକ୍ଷ୍ୟ, ଭୋଜ୍ୟ, ଲୌହ୍ୟ ଓ ଚେଷ୍ୟ ଏହି ଚାରି ପ୍ରକାର ସିଦ୍ଧ ଅନ୍ନ ମଧ୍ୟ ଦାନ କରିବା ଉଚିତ। ଯାହାର ଅନ୍ନ ଖାଇ ମନୁଷ୍ୟ ଭଗବତ କଥା ଶ୍ରବଣ ଆଦି ସଦ୍ଧର୍ମ ପାଳନ କରେ, ସେ ଏପରି କରୁଥିବା ପର୍ଯ୍ୟନ୍ତ ତାର ସେହି ପୁଣ୍ୟର ଫଳକୁ ଅଧା ନିଶ୍ଚିତ ରୂପେ ଅନ୍ନଦାତାକୁ ମିଳିଥାଏ। ଦାନଗ୍ରହୀତା ଦାନରେ ମିଳିଥିବା ବସ୍ତୁକୁ ଦାନ କରି ଓ ତପସ୍ୟା କରି ନିଜର ପ୍ରତିଗ୍ରହ ଜନିତ ପାପକୁ ଧୋଇ ଦେବା ଉଚିତ, ନଚେତ୍ ତାକୁ ନୈରବ ନରକରେ ପଡ଼ିବାକୁ ହୁଏ। ନିଜର ଧନକୁ 3 ଭାଗ କରି ସେଥିରୁ ଗୋଟିଏ ଭାଗ ଧର୍ମ ପାଇଁ, ଦ୍ୱିତୀୟ ଭାଗ ବୃଦ୍ଧି ପାଇଁ ଓ ତୃତୀୟ ଭାଗ ନିଜର ଉପଭୋଗ ପାଇଁ ବ୍ୟୟ କରିବା ଉଚିତ। ନିତ୍ୟ, ନୈମିତ୍ତିକ ଓ କାମ୍ୟ ଏ 3 ପ୍ରକାର କର୍ମ ଧର୍ମ ପାଇଁ ରଖିଥିବା ଧନରେ କରିବେ। ବୃଦ୍ଧି ପାଇଁ ରଖିଥିବା ଧନକୁ ସାଧକ ଏପରି ବ୍ୟାପାରରେ ଉପଯୋଗ କରିବା ଆବଶ୍ୟକ, ଯଦ୍ୱାରା ତାଙ୍କର ଧନ ବୃଦ୍ଧି ପାଇବ। ସେ ଉପଭୋଗ ପାଇଁ ରଖିଥିବା ଧନ ଦ୍ୱାରା ହିତକାରକ, ପରିମିତ ଓ ପବିତ୍ର ଭୋଗ ଉପଭୋଗ କରିପାରିବେ। କୃଷିରୁ ଉପାର୍ଜିତ ଧନର 1/10 ଦାନ କରିଦେବା ଉଚିତ। ଏହାଦ୍ୱାରା ପାପ ଶୁଦ୍ଧି ହୋଇଥାଏ। ଅବଶିଷ୍ଟ ଧନକୁ ଧର୍ମ, ବୃଦ୍ଧି ଓ ଉପଭୋଗରେ ଉପଯୋଗ କରିବେ। ଏପରି ନ କଲେ ସେ ଗୌରବ ନରକରେ ପଡ଼ିବେ, ଅଥବା ଏଭଳି ଧନର ବୃଦ୍ଧି ପାପପୂର୍ଣ୍ଣ ହୋଇ ଅଥବା ତାଙ୍କର କୃଷି ବରବାଦ ହୋଇଥାଏ। ବୃଦ୍ଧି ନିମନ୍ତେ କରାଯାଇଥିବା ବ୍ୟାପାରରୁ ଯେଉଁ ଧନ ଲାଭ ହୁଏ, ତାହାର 1/6 ଦାନ ଯୋଗ୍ୟ। ବୁଦ୍ଧିମାନ ବ୍ୟକ୍ତି ଏତିକି ଦାନ ଆବଶ୍ୟକ କରିବା ଉଚିତ। ବିଦ୍ୱାନ ବ୍ୟକ୍ତି ପକ୍ଷେ ଅନ୍ୟର ଦୋଷ ବଖାଣିବା ଅନୁଚିତ। ବ୍ରାହ୍ମଣଗଣ ଦୋଷବଶାତ୍ ଅନ୍ୟର ଛିଦ୍ରକୁ ଶୁଣିଥିଲେ ବା ଦେଖିଥିଲେ ତାହାକୁ ପ୍ରକାଶ କରିବା ଅନୁଚିତ। ସେ ଏପରି କଥା ନ କରିବା ଉଚିତ ଯାହା ଅନ୍ୟ ପ୍ରାଣୀଙ୍କ ହୃଦୟରେ ରୋଷ ଉତ୍ପନ୍ନ କରିବ। ସେ ଐଶ୍ୱର୍ଯ୍ୟର ସିଦ୍ଧି ନିମନ୍ତେ ଉଭୟ ସନ୍ଧ୍ୟାରେ ଅଗ୍ନିହୋତ୍ର କର୍ମ ଅବଶ୍ୟ କରିବେ। ଯେ ଉଭୟ ସନ୍ଧ୍ୟାରେ ଅଗ୍ନିହୋତ୍ର କରିବାକୁ ଅସମର୍ଥ, ସେ ଗୋଟିଏ ଥର ସୂର୍ଯ୍ୟ ଓ ଅଗ୍ନିକୁ ବିଧିପୂର୍ବକ ଆହୁତି ଦେଇ ସନ୍ତୁଷ୍ଟ କରିବେ। ଚାଉଳ, ଧାନ, ଘିଅ, ଫଳ, କନ୍ଧ ଓ ହବିଷ୍ୟ ଏସବୁ ଦ୍ରବ୍ୟରେ ବିଧିପୂର୍ବକ ସ୍ଥଳୀପାକ ପ୍ରସ୍ତୁତ କରିବେ ଏବଂ ଯଥୋଚିତ ରାତିରେ ସୂର୍ଯ୍ୟ ଓ ଅଗ୍ନିଙ୍କୁ ଅର୍ପିତ କରିବେ। ଯଦି ହବିଷ୍ୟର ଅଭାବ ଥାଏ, ତେବେ କେବଳ ପ୍ରଧାନ ହୋମ କରିଦେବେ। ସଦା ସୁରକ୍ଷିତ ରହୁଥିବା ଅଗ୍ନିକୁ ବିଦ୍ୱାନମାନେ ଅଜସ୍ର ସଂଜ୍ଞା ଦେଇଛନ୍ତି। ଏହା କରି ନ ପାରିଲେ ସନ୍ଧ୍ୟାକାଳରେ କେବଳ ଜପ ବା କେବଳ ସୂର୍ଯ୍ୟ ବନ୍ଦନା କରିଦେବେ। ଆତ୍ମଜ୍ଞାନ ପ୍ରାପ୍ତି ଚାହୁଁଥିବା ବ୍ୟକ୍ତି ତଥା ଧର୍ମାର୍ଥୀ ବ୍ୟକ୍ତି ମଧ୍ୟ ଏହି ପ୍ରକାରରେ ବିଧିବତ୍ ଉପାସନା କରିବା ଉଚିତ। ଯେଉଁମାନେ ସଦା ବ୍ରହ୍ମଯଜ୍ଞରେ ତତ୍ପର ରହନ୍ତି, ଦେବତାଙ୍କ ପୂଜାରେ ଲାଗି ରହନ୍ତି, ନିତ୍ୟ ଅଗ୍ନିପୂଜା ଓ ଗୁରୁ ପୂଜାରେ ଅନୁରକ୍ତ ରହନ୍ତି ତଥା ବ୍ରାହ୍ମଣଙ୍କୁ ତୃପ୍ତି କରିଥାନ୍ତି, ସେମାନେ ସ୍ୱର୍ଗଲୋକରେ ଭାଗୀ ହୁଅନ୍ତି। ଅଧ୍ୟାୟ 13 ସମାପ୍ତ ହୋଇଛି। ଯଦି ଏ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।